मेघमाଳରେ शीघ्र आसुथिबा आम्भमानଙ୍କ प्रभु जीशु ख्रीष्टଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ ପୁଣି ଥରେ ତାହାଙ୍କର ବାକ୍ୟକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ୟୁଟ୍ୟୁବ୍ ମାଧ୍ୟମରେ ଆପଣମାନଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ପରମେଶ୍ୱର ଏହି ସୁନ୍ଦର ସୁଯୋଗ ପୁନର୍ବାର ମୋ ଜୀବନରେ ଯୋଗ କଲେ। ସେଥିପାଇଁ ତାହାଙ୍କ ନାମର ଗୌରବ ହେଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ ଆସନ୍ତୁ ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଉ ଗୋଟିଏ ପ୍ରସଙ୍ଗରେ ଅଳ୍ପ ସମୟ ଧ୍ୟାନ କରିବା ପାଇଁ ଯିବା। ଆମେ ସମସ୍ତେ ଜାଣୁ ଆଜି ହେଉଛି ମାର୍ଚ୍ଚ ମାସ 8 ତାରିଖ। ଆଉ ଏହି ମାର୍ଚ୍ଚ ମାସ 8 ତାରିଖକୁ ଆମେ ଇଣ୍ଟରନ୍ୟାସନାଲ ୱିମେନ୍ସ ଡେ ଭାବରେ ଆମେ ସ୍ମରଣ କରୁ। ଏହି ମାର୍ଚ୍ଚ ମାସ 8 ତାରିଖ ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ ଭାବରେ ଆମେ ମନେ ପକାଉ, ସ୍ମରଣ କରୁ। ଏହି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପରମେଶ୍ୱରଙ୍କ ବାକ୍ୟରୁ ମୁଁ ଆମର ଏହି ଓଡ଼ିଶା ରାଜ୍ୟ ଭାରତର ପ୍ରତ୍ୟେକ ମହିଳା ଏବଂ ଆମ ପୃଥିବୀ ପୃଷ୍ଠରେ ଯେତେ ଜଣ ଆମମାନଙ୍କର ମହିଳାମାନେ ଅଛନ୍ତି, ମା' ମାନେ ଅଛନ୍ତି, ମୁଁ ସେମାନଙ୍କୁ ବାକ୍ୟରୁ କିଛି ପରାମର୍ଶ ଆଉ କିଛି ଉତ୍ସାହମୂଳକ କଥା କହିବା ପାଇଁ ଚାହେଁ। ଆଜି ଯେଉଁ ପ୍ରସଙ୍ଗରେ ମୁଁ ପ୍ରଭୁଙ୍କ ବାକ୍ୟଟି ରଖିବା ପାଇଁ ଚାହେଁ ସେହି ପ୍ରସଙ୍ଗଟି ହେଲା ଆଦର୍ଶ ମହିଳାମାନେ କିଏ। ଆଜିର ପ୍ରସଙ୍ଗ ହେଲା ଆଦର୍ଶ ମହିଳା ବା ଆଦର୍ଶ ମହିଳା ବୋଲି ଆମେ କେଉଁମାନଙ୍କୁ କହିବା। ଆପଣମାନେ ବାକ୍ୟରୁ ଦେଖିବେ, ଆମେ ବାକ୍ୟରୁ ଗୋଟେ ପଦ ପଢ଼ି ଆଗକୁ ବଢ଼ିବା। ମୋ ସହିତ ଆପଣମାନେ ଗୀତ ସଂହିତା 99 ଅଧ୍ୟାୟ ଅର୍ଥାତ୍ 99 ଗୀତ ତାର 6 ପଦ ଆମେ ପଢ଼ିବା। ଏହି ସ୍ଥାନରେ ଏ ପ୍ରକାର ଲେଖାଯାଏ, ତାହାଙ୍କ ଯାଜକଗଣ ମଧ୍ୟରେ ମଶା ଓ ହାରଣ ଓ ତାହାଙ୍କ ନାମରେ ପ୍ରାର୍ଥନାକାରୀମାନଙ୍କ ମଧ୍ୟରେ ସାମୁଏଲ। ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ଓ ସେ ସେମାନଙ୍କୁ ଉତ୍ତର ଦେଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ସ୍ଥାନରେ ଆମେ ଗୋଟେ ବିଷୟ ପଢ଼ୁ ଯେ ଯାଜକଗଣ ମଧ୍ୟରେ ମଶା ଓ ହାରଣ ଏବଂ ତାହାଙ୍କ ନାମରେ ଅର୍ଥାତ୍ ସଦାପ୍ରଭୁଙ୍କଠାରେ ପ୍ରାର୍ଥନାକାରୀମାନଙ୍କ ମଧ୍ୟରେ ସାମୁଏଲ। ଏହି ସ୍ଥାନରେ ଆମେ ଦେଖୁଛୁ ଯେ ସାମୁଏଲ ଯେ କେବଳ ପ୍ରାର୍ଥନା କଲେ ତାହା ନୁହେଁ। ଆମେ ପୁରାତନ ନିୟମରେ ଅନେକ ସାଧୁମାନଙ୍କୁ ଆମେ ଦେଖୁ। ମଶା ମଧ୍ୟ ପ୍ରାର୍ଥନା କଲେ, ହାରଣ ମଧ୍ୟ ପ୍ରାର୍ଥନା କଲେ, ଅବ୍ରାହମ ମଧ୍ୟ ପ୍ରାର୍ଥନା କଲେ, ଯାକୁବ ମଧ୍ୟ ପ୍ରାର୍ଥନା କଲେ। ମାତ୍ର ଏହି ସ୍ଥାନରେ ଆମେ ଦେଖୁଛୁ ଯେ ପ୍ରାର୍ଥନା ଯେତେ ଜଣ କରିଥିଲେ ସେହି ପ୍ରାର୍ଥନାକାରୀମାନଙ୍କ ମଧ୍ୟରୁ ସାମୁଏଲଙ୍କ ନାଁ ଆମେ ଏହି ସ୍ଥାନରେ ଦେଖୁଛୁ। ଆମେ ସାମୁଏଲକୁ ବାଇବଲ କହେ ଯେ ପ୍ରାର୍ଥନାକାରୀ ସେ ଥିଲେ। ସାମୁଏଲଙ୍କୁ ଏହି ସ୍ଥାନରେ ଗୀତ ରଚକ ସେ ପ୍ରାର୍ଥନାକାରୀ ବୋଲି ସେ କାହିଁକି ପ୍ରକାଶ କରୁଅଛନ୍ତି, ପ୍ରାର୍ଥନାକାରୀ ବୋଲି ସେ କାହିଁକି ଲେଖୁଅଛନ୍ତି? କାରଣ ସାମୁଏଲଙ୍କର ମା ଯେ ହାନା, ସେହି ମହିଳା ଜଣକ ସେ କେମିତି ଥିଲେ? ସେ ପ୍ରାର୍ଥନାକାରୀ ଥିଲେ, ସେ ପ୍ରାର୍ଥନାକାରିଣୀ ଥିଲେ, ସେ ଜଣେ ପ୍ରାର୍ଥନାଶୀଳ ମହିଳା ଥିଲେ। ଯଦି ଆପଣମାନେ ପ୍ରଥମ ସାମୁଏଲ 1 ଅଧ୍ୟାୟକୁ ଆସିବେ, 1 ଅଧ୍ୟାୟ 13 ପଦରେ ଲେଖାଗଲା, ସେ ସମୟରେ ହାନା ଆପଣା ମନେ ମନେ କଥା କହୁଥିଲା, କେବଳ ତାହାର ଅଷ୍ଟ ହଲୁଥିଲା, ମାତ୍ର ତାହାର ରୋଗ ଶୁଣାଯାଉନଥିଲା, ତେଣୁ ସେ ମତ ହୋଇଥିବ ବୋଲି ଏଲି ବିଚାର କଲେ। ହାନା ଏହି ପ୍ରକାର ଜଣେ ପ୍ରାର୍ଥନାକାରୀ ଜଣେ ମହିଳା ଥିଲେ ଯେ ପରମେଶ୍ୱରଙ୍କ ନିକଟରେ ସେ ନିଃଶବ୍ଦ ଭାବରେ ସେ ପ୍ରାର୍ଥନା କରୁଥିଲେ। ଅନେକ ସମୟରେ ଆମେ ଭାବୁ ଯେ ମୁଁ ଟିକେ ବେଶୀ ଚିଲେଇଲେ, ବେଶୀ ଲମ୍ବା କଲେ, ମୁଁ ଯାହା କହୁଛି ତାହା ବାରମ୍ବାର କହିଲେ ପରମେଶ୍ୱର ଶୁଣିବେ। ଏହି ପ୍ରକାର ଅନେକ ମା' ମାନେ, ଭଉଣୀମାନେ, ଅନେକ ଆମେ ଏହି ପ୍ରକାର ଭାବୁ। ନାହିଁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ହାନା ପ୍ରଭୁଙ୍କ ନିକଟରେ ସେ ପ୍ରାର୍ଥନା କଲେ। କେମିତି ପ୍ରାର୍ଥନା କଲେ? ସେ ନୀରବରେ, ତାଙ୍କର ଶବ୍ଦ କିଛି ଶୁଣାଯାଉନଥିଲା, ମାତ୍ର ଆପଣ ତଳକୁ ପଢ଼ିବେ, ଲେଖାଯାଉଛି ଯେ ସେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ପ୍ରାଣର ବେଦନାକୁ ସେ ଢାଳୁଥିଲେ। ଏହି ସ୍ଥାନରେ ଆମେ ଗୋଟେ ବିଷୟ ଶିଖିବା ଆବଶ୍ୟକ ରହିଛି। ଯଦି ଆପଣ ଆପଣଙ୍କ ପୁଅ ଝିଅ ପାଇଁ, ଆପଣଙ୍କ ପରିବାର ପାଇଁ,
मंडली पाई, समाज पाई, गाँ पाई, राज्य पाई, देश पाई जदि आपण आदर्श हेबा पाई चाहुचंती, आपणकर जीवन आपणको पुओ झियो मंडली अन्य मानकु प्रभावित करू बोली आपण भाबुचंती, ताहले आपण कोन हेबाकू पड़िबो? जड़े प्रार्थनाशील महिला हेबाकू पड़िबो, जड़े प्रार्थनाकारिणी महिला हेबाकू पड़िबो, जो द्वारा कि आमर पुओ झियो माने मध्य कोन हेबे, से माने प्रार्थनाकारी हेबे। जदि आपण एई समय रे गर्भ अछंती, हेई पारे आपणको कोଳରେ छुआ अछि, आपण जड़े प्रार्थनाशील जदि हेबे, ताहले आपणको पुओ झियो पाई, आपणको परिवार पाई, समाज पाई, मंडली पाई आपण आदर्श हेबे। सेथिपाई आमे गीत संगीतारे पढ़िलु जे प्रार्थनाकारी मानक मध्यरे सामुएल, ताहाको नाम आसुची काहींकि तांकर माँ जड़े प्रार्थनाकारिणी थिले, तांकर माँ आदर्श माँ थिले, से मनुष्य उपर निर्भर करिबा माँ नथिले, से ही महिला परमेश्वर उपर निर्भर करिबा महिला थिले। मु आपण मानक निकटरे आ गोटे वाक्य पढ़िबा पई चाहे, आपण माने मो सहित पढ़िबे प्रथम तिमोथी तार 1 अध्याय को आसीबे, सॉरी द्वितीय तिमोथी 1 अध्याय को आसीबे। द्वितीय तिमोथी 1 अध्याय 4 और 5 पद मु पढ़ुछि। एई स्थान रे प्रकार लिखा जाए, मु जेपरि आनंदरे परिपूर्ण हुए एथि निमंते तुम्भर लतक स्मरण करी तुम्भकु देखिबा पाई एकांत इच्छा करुअछि, कारण जो अकपट विश्वास तुम्भर माता मही लई और तुम्भर माता यूनिकियोंक ठारे थिला, पुणी तुम्भो ठारे मध्य अछि बोली मोहर दृढ़ विश्वास, तुम्भर सही अकपट विश्वास विषय रे मु संवाद पाइअछि। यह साधु पाउल तिमोथी को निकट को से लिखुचंती। से कौन बोली लिखुचंती? तुम्भो ठारे अकपट विश्वास रही। यही अकपट विश्वास तिमोथी कोठु पाइथिले? से कौन सी राजनेता, कौन सी मंडली पालक, यही अकपट विश्वास कौन सी स्कूल कॉलेज एहीपरि स्थान रे से पाई नथिले, से तांकर माँ को ठारू से पाइथिले। आउ तांकर माँ सेही तिमोथी को आई को ठारू से पाइथिले। आउ एही तिमोथी अकपट विश्वास तांकर माँ को ठारू से पाइथिले। सेथिपाई आपण मानकर पुओ झियो, आपण मानकर परवर्ती पीढ़ी परमेश्वर को उपरे संपूर्ण विश्वास रे बढ़ंतु। यह जदि चाहुचंती आपण को कौन हेबाक पड़िबो जे आपणक ठारे अकपट विश्वास रहिबाकू पड़िबो। आमर विश्वास संपूर्ण भाव रे प्रभु को ऊपर रहिबाकू पड़िबो। आदर्श महिला माने से माने जे माने कि केवल उच्चारण करती किंतु आचरण रे सिद्ध नुहंती, से माने आदर्श महिला हेई परिबे नाही। प्रिय माँ माने, भौणी माने, जे माने मते सुनुचंती, मु आपण मानकू कहिबा पई चाहे जे आदर्श महिला आमे काहाकू कहिबा? जे माने आचरण रे सिद्ध अटंती। अनेक समय रे अनेक माँ भौणी मानकर उच्चारण गुड़िक बहुत सुंदर थाए, किंतु सेमानकर आचरण प्रभुंको दृष्टि रे भल न थाए, प्रभुंको दृष्टि रे सिद्ध न थाए। किंतु हाना को आमे देखू जे हानांकर उच्चारण किछि शुभा जाउ नथिला, मात्र आचरण परमेश्वर को दृष्टि रे सिद्ध थिला। सेतिपाई से आपणा पुओ पाई आदर्श हो पारे। आउ तांकर पुओ प्रार्थनाकारी मानक मध्यरे से नाम स्थान पाइले। प्रभुंक नामर गौरव हो। ए स्थान रे तिमोथींकर जो माता तांको पाखरे अकपट विश्वास थिला, अकपट विश्वास थिला। आउ सेही अकपट विश्वास तिमोथी को जीवन रे आसिला। एही माने होउचंती से आदर्श महिला माने। परमेश्वर आपणको मध्य चाहती जे आपण को परिवार पाई आदर्श हुंतु, आपण को पुओ झियो पाई आदर्श हुंतु, मंडली पाई आदर्श हुंतु। शेष रे गोटे वाक्य पढ़ी मु समाप्त करिबा पाई चाहे। आपण माने प्रथम पितर 3 अध्याय को आसीबे। प्रथम पितर 3 अध्याय 1 और 2 पद मु आपण मानक निमंते पढ़िबा पाई चाहे। लेखा जाए, सही परी हे भार्या माने तुम्भे माने आपणा आपणा स्वामींकर बसीभूता हुओ, जेपरी सेमानंक मध्यरु केही केही
ବାକ୍ୟର ଅନାଜ୍ଞାବହ ହେଲେ ସୁଦ୍ଧା ତୁମ୍ଭମାନଙ୍କର ସଭୟ ସଦାଚରଣ ଦେଖି ବାକ୍ୟ ବିନୁ ଆପଣା ଆପଣା ଭାର୍ଯ୍ୟାର ଆଚରଣ ଦ୍ୱାରା ପରିବର୍ତ୍ତିତ ହେବେ। ପ୍ରଭୁଙ୍କ ନାମର ଗୌରବ ହେଉ। ପ୍ରିୟ ମା' ମାନେ, ପ୍ରିୟର ମହିଳାମାନେ, ଭଉଣୀମାନେ, ପରମେଶ୍ୱରଙ୍କର ବାକ୍ୟ ଆଜି ଆପଣମାନଙ୍କୁ ଏହି ପରାମର୍ଶ ଦିଏ ଯେ ଆପଣମାନେ ନିଜ ନିଜ ସ୍ୱାମୀର ବଶୀଭୂତ ହେବା ପାଇଁ ଶିଖନ୍ତୁ। ଏହା ଆପଣମାନେ ଶିଖିବାର ଆବଶ୍ୟକ ରହିଛି। ସେହିପରି ହେ ଭାର୍ଯ୍ୟାମାନେ, ସେହିପରି ବୋଲି କହିଲେ ଯୀଶୁଖ୍ରୀଷ୍ଟଙ୍କ ପରି। ତାଙ୍କଠାରେ କୌଣସି ଭୁଲ ନଥିଲା, ମାତ୍ର ସେ ବିଚାରକର୍ତ୍ତାମାନଙ୍କ ନିକଟରେ ନିଜକୁ ସେ ସମର୍ପଣ କଲେ। କୌଣସି ଭୁଲ ନଥିଲା। ଏହି ସ୍ଥାନରେ ଆମେ ଦେଖୁଛୁ ଯେ ହେଇପାରେ ଆପଣଙ୍କ ସ୍ୱାମୀ ଆପଣଙ୍କର ବାକ୍ୟକୁ ସେ ଶୁଣୁନାହାନ୍ତି, ମାନୁନାହାନ୍ତି, ସେ ପରମେଶ୍ୱରଙ୍କର ଅବାଧ୍ୟ ଅଟନ୍ତି, ତାଙ୍କ ଜୀବନ ଅବାଟରେ ଅଛି। କିନ୍ତୁ ଆପଣ ଯେ ତାଙ୍କୁ ଶିଖାଇବେ, ପ୍ରଭୁଙ୍କ ନିକଟରେ ଆଣିବେ, ଆପଣ କେତେଥର ଚେଷ୍ଟା କରି ହେଇପାରେ ଆପଣ ବିଫଳ ହୋଇଛନ୍ତି। ମାତ୍ର ଏହି ସ୍ଥାନ ଲେଖାଯାଏ ବାକ୍ୟ ବିନୁ ବୋଲି କହିଲେ ପରମେଶ୍ୱରଙ୍କର ବାକ୍ୟ ବିନୁ ନୁହେଁ, ଆପଣମାନଙ୍କର ଅନୁଯୋଗ ବିନା। ଆପଣମାନେ ସେମାନଙ୍କୁ କେତେ ଶିକ୍ଷା ଦେଇ ମଧ୍ୟ ହେଇପାରେ ଆପଣ ପ୍ରଭୁଙ୍କ ନିକଟକୁ କଢ଼େଇ ଆଣିପାରିନାହାନ୍ତି। ଆପଣ କିଛି ତାଙ୍କୁ ନ କହି ମଧ୍ୟ ଆପଣଙ୍କ ସ୍ୱାମୀକୁ ଆପଣ ଲାଭ କରିପାରିବେ। କେମିତି? ଆପଣଙ୍କର ସ୍ୱଭୟ ସଦାଚରଣ ଆଉ ଆପଣଙ୍କର ଆଚରଣ ଦେଖି ଆପଣମାନଙ୍କର ସ୍ୱାମୀମାନେ କ'ଣ ହେବେ? ପରିବର୍ତ୍ତିତ ହେବେ। ଏଇଟା ହେଉଛି ମା' ମାନଙ୍କର ଭୟଙ୍କର ସେବା କାର୍ଯ୍ୟ, ଆଶ୍ଚର୍ଯ୍ୟଜନକ ସେବା କାର୍ଯ୍ୟ ପରମେଶ୍ୱର ମହିଳାମାନଙ୍କୁ ଦେଇଛନ୍ତି। ପରିବାରକୁ ବଦଳେଇବାର, ପରିବାରକୁ ପ୍ରଭୁରେ ଆଣିବାର, ପରିବାରରେ ଈଶ୍ୱରଙ୍କ ରାଜ୍ୟକୁ ତିଆରି କରିବାର ସେବା କାର୍ଯ୍ୟ ପରମେଶ୍ୱର ମହିଳାମାନଙ୍କୁ ଦେଇଛନ୍ତି। ସେଥିପାଇଁ ପ୍ରିୟ ମା' ମାନେ, ଭଉଣୀମାନେ, ଏଇ କଥାକୁ ମନେ ରଖନ୍ତୁ ଯେ ଆପଣ ଜଣେ ଆଦର୍ଶ ମହିଳା ହେବାକୁ ହେଲେ, ଆପଣ ପରିବାରର ପରିତ୍ରାଣ କାରଣ ହେବାକୁ ହେଲେ ଉଚ୍ଚାରଣ ନୁହେଁ, ଆମର ଆଚରଣରେ ସିଦ୍ଧ ହେବା ପାଇଁ ପଡ଼ିବ। ଆଚରଣରେ ପ୍ରଭୁଙ୍କ ଦୃଷ୍ଟିରେ ଆମେ ସିଦ୍ଧ ହେବା ପାଇଁ ପଡ଼ିବ। ଆଉ ପରମେଶ୍ୱର ଆମକୁ ସିଦ୍ଧ କରିବେ, ସେ ଆମକୁ ପବିତ୍ର କରିବେ, ସେ ସଂସ୍ଥାପିତ କରିବେ। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ। ଏହି ଅନ୍ତର୍ଜାତୀୟ ମହିଳା ଦିବସରେ ତୁମେ ଆମ ମା' ମାନଙ୍କୁ ବାକ୍ୟ ଦ୍ୱାରା କଥା ହେଇଛ, ଧନ୍ୟବାଦ। ଆମର ଓଡ଼ିଶା, ଭାରତ ଦେଶ, ପ୍ରତ୍ୟେକ ମହିଳାମାନେ ପ୍ରଭୁ ସେମାନେ ଆଦର୍ଶ ହୁଅନ୍ତୁ। ପ୍ରଭୁ ଉଚ୍ଚାରଣରେ ନୁହେଁ, ଆଚରଣରେ ସିଦ୍ଧ ହୁଅନ୍ତୁ। ତୁମେ ତୁମର ଅନୁଗ୍ରହ ଦେଇ ପ୍ରତ୍ୟେକ ମା' ମାନଙ୍କୁ ନିଜ ପରିବାର, ନିଜର ପୁଅ ଝିଅ ମଣ୍ଡଳୀରେ ତୁମେ ସେମାନଙ୍କୁ ଆଦର୍ଶ କରି ଗୌରବ ପାଅ। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛି, ଆମେନ୍ ଆମେନ୍। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପରମେଶ୍ୱରଙ୍କ ଇଚ୍ଛା ହେଲେ ପୁନର୍ବାର ଆଉ ଗୋଟେ ଅଧ୍ୟାୟରେ ପରସ୍ପର ସାକ୍ଷାତ କରି ଆମେ ପ୍ରଭୁରେ ବଢ଼ୁଥିବା ରହିବା। ନମସ୍କାର। ଗଡ୍ ବ୍ଲେସ୍ ୟୁ।